नमस्कार जय जगन्नाथ शुभ सकाळ बर्तमान समय 10टा बाजिगला आज भारत बंद रही भुवनेश्वर कि भाया प्रभाव सब पड़ी गले आम बाहर को देखा आज स्टोर खोला हो पारुची कि नहीं जदि खोला न हो आसिया बुलिया पाखे टे समय काटिया बुलार भारी अभियोग जे पुआ बुलवा को समय दे पारुना हौ जीवा देखा प्रभाव केमती पड़ी आमर भारत बंद चिल्ली कोबी प्रस्तुत करा जाउछि देखिबा जदि दुकान बंद थी चिल्ली कोबी छड़ा चली एपटे पियाज आटा कौन कैप्सिकम टमाटो सस आदि बुलिमा आमर मुहटा को सुखे दे देखिए 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 दुकान बंद थी आसिक आम खेला है दिन सारा खेला और पार्क जा बुलिया बुध पार्क आज सकाळ ब्रेकफास्ट रुटी बीन्स और आलू भजा बाहर खिया होनी जिते खिया हो घरे आज नवनिर्माण कृषक संघ और श्रमिक संगठन डाकरा दे बंद डाकरा सारा भारत बंद देखिए आमर दुकान उपर कौन प्रभाव पड़ू बजार खोला हो ना जलखिया करदे बाहर चिली कोबी मोर जलखिया सर ये तो लंच पर सब प्रस्तुत सर एपटे फिगर चिप्स चिल्ली कोबी प्रस्तुत हो आम जा मु बर्तमान घर बाहर की जाऊँगी नीलाद्री विहार एटीएम छक आगे पड़ो और रास्ता पूरा फांका रही गाड़ी मोटर एत भी चलूनी यहाँ गोटे नुआ रास्ता एटीएम छक को सेपटे डमणा शैलेश विहार रोड को कनेक्ट कर रास्ता काम कम्प्लीट होनी तथापि बैक जापी तो मुझे सर्टकट नहीं आगे बढ़ुची यू आमको गाड़ी टी ओह्लैवा पड़ो जेहेतु आगे बहुत बड़ा खालटे रही यहाँ हूँ डमणा हाट डमणा मार्केट जोटा प्रॉपर मार्केट यहाँ रास्ता गुड़ा पूरा फांका रही अवश्य दुकान बजार सब प्राय खोला रही गाड़ी मोटर एत चलुनी ये डमणा छकर परिस्थिति रास्ता पूरा बंद नंदनकानन जयदेव रास्ता पूरा बंद पाखापाखि 200 ରୁ 300 लोक सब रास्ता पूरा बसी जाइए नारा स्लोगान सब दौरान जय जगन्नाथ ये कौन गोटे पशि आई दुकान भीतर को से पलैला डोर संदी यहाँ आमर स्टोर सब आज खोला अच्छी एतटा प्रभाव पड़ना बंद डाकर
ଅବଶ୍ୟ ରାସ୍ତା ଗୋଟେ ଗୋଟେ ଜାଗାରେ ବନ୍ଦ ରଖିଛନ୍ତି, କିନ୍ତୁ ଦୋକାନ ବଜାର ପ୍ରାୟତଃ ଖୋଲା ରହିଛି। ସେଥିପାଇଁ ଆମର ବି ଖୋଲା ରଖିଛୁ। ଆମର ଅବଶ୍ୟ ଖୋଲା ରଖିବା ନ ରଖିବା କିଛି ମତଲବ ନାହିଁ, ଆମର ସବୁ ବାହାରେ କାମ। ଆଉ ତଥାପି ଏବେ ଜଣେ ଆସିଥିଲେ ସାର୍, ଜଣେ ତାଙ୍କ ସହିତ କଥା ହେଉଥିଲି, କଷ୍ଟମର ଜଣେ। ଆଉ ଏଇ ବନ୍ଦ ଦିନ ଗୁଡ଼ାକରେ ଆମର ପ୍ରାୟତଃ ବେଶୀ କାମ ରହିଥାଏ, କାହିଁକି ନା ସମସ୍ତେ ବନ୍ଦ ହେଇ ଘରେ ରହିଲେ, ସେମାନେ କହିବେ ଆମ କାମଟା ଆଜି ସାରିଦିଅ। ସେଥିପାଇଁ ସକାଳୁ ସକାଳୁ ଆଜି ମିସ୍ତ୍ରୀମାନେ ଆମର ସାଇଡ଼କୁ ଚାଲି ଯାଇଥିଲେ, ସେମାନେ କାମ ବି ଆରମ୍ଭ କଲେଣି। ସନ୍ଧ୍ୟା ହେଇଯିବ ଫେରିଲା ବେଳକୁ ବନ୍ଦ ବାନ୍ଦ ବି ସେତେବେଳକୁ ଆଉ ନଥିବ କିଛି ପ୍ରଭାବ ଏତେଟା। ଏଇଠି ଆମର ସକାଳ ଆରମ୍ଭ ହୁଏ, ଦିନ ସରେ ଏଇଠି। ୟା ବିଷୟରେ ମୁଁ ଗୋଟେ ଫୁଲ୍ ଭିଡ଼ିଓ ଆଣିବି, ମୋର କାମ କ'ଣ କାମ ସବୁ ଆମେ କରୁଛୁ, ଆପଣମାନଙ୍କର ନିହାତି ଦରକାରରେ ଆସିବୁ ଆମେମାନେ, କାହିଁକି ନା ସେଇ ରିଲେଟେଡ଼୍ କାମ ଆମେ ସବୁ କରୁଛୁ। ତ ୟା ବିଷୟରେ ଗୋଟେ ଫୁଲ୍ ଭିଡ଼ିଓ ମୁଁ ଆଣିବାକୁ ଚାହୁଁଛି, ଆଗକୁ ଆଣିବି। କାମ ବ୍ୟସ୍ତ ଭିତରେ ଏବେ କିଛି କୁଆଡ଼େ ଯାଇ ହେଉନି, ଆଉ କାମର ଦାୟିତ୍ୱ ବହୁତ ବଢ଼ିଯାଇଛି। ସକାଳ 8ଟାରୁ ରାତି 11ଟା ପର୍ଯ୍ୟନ୍ତ ନିଜକୁ ପୁରା ବିଜି ରଖିବାକୁ ପଡ଼ୁଛି। ଅବଶ୍ୟ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେ ଏତେ କାମ ମୋତେ ଯୋଗାଇ ଦେଉଛନ୍ତି, ମାନେ ଫ୍ରି ହେବା ପାଇଁ ସମୟ ହିଁ ନାହିଁ। ଆଉ ସେଥିପାଇଁ ବାହାରକୁ କୁଆଡ଼େ ଯାଇ ହେଉନି, ନୂଆ ନୂଆ ଜାଗାକୁ। ଆଉ ବହୁତ ଦିନ ହେଲା ମୁଁ ଯାଇନି, ଆଗକୁ ଅଛି ପ୍ଲାନ୍ ଟିକେ ଯିବା ପାଇଁ। ତାପରେ ଗୋଟେ ଜିନିଷ ହେଉଛି କ'ଣ ନା, ସ୍କୁଲ୍ ପିଲାମାନଙ୍କୁ ସ୍କୁଲ୍ ଛାଡ଼ିବା, ସ୍କୁଲ୍ ନେବା ଆଣିବା କରିବା, ଆଉ ଟ୍ୟୁସନ୍ ଛାଡ଼ିବା, ଏସବୁ ଜିନିଷ ଗୁଡ଼ା ବି କରିବାକୁ ପଡ଼ୁଛି। ସେଥିପାଇଁ ମୁଁ ଯୁଆଡ଼େ ଯାଉଛି ତ ସ୍କୁଲ୍ ବି ବନ୍ଦ ହେଇଯାଇପାରେ, ସେଥିପାଇଁ ସେପଟେ ଟିକେ ବି ଧ୍ୟାନ ଦେବାକୁ ପଡ଼ୁଛି। ଆଉ ଛୁଟି ଦିନମାନଙ୍କରେ ବି ମୋର କାମ ରହିଯାଉଛି ବହୁତ। ସଣ୍ଡେରେ କହୁଛନ୍ତି ସମସ୍ତଙ୍କର ବନ୍ଦ, କିନ୍ତୁ ଆମର ସେଦିନ ବହୁତ କାମ ଥାଏ, କାହିଁକିନା ସଣ୍ଡେରେ ସବୁ ବନ୍ଦ ହେବା ସତ୍ତ୍ୱେ ଆମର ଖୋଲା ରଖିଥାଉ ଏଇଥିପାଇଁ କି ସେଦିନ ସମସ୍ତେ ଆସନ୍ତି। ପ୍ରାୟ ଯେଉଁମାନେ ଗଭର୍ଣ୍ଣମେଣ୍ଟ ଚାକିରି କରନ୍ତି, ସେମାନେ ଘର ସମାଜ ଯେଉଁମାନେ କରୁଛନ୍ତି, ନୂଆ ଘର ତିଆରି, ସେମାନେ ସଣ୍ଡେ ଦିନ ହିଁ ବୁଲନ୍ତି ମାର୍କେଟ ନିଜ ଘର ପାଇଁ ଜିନିଷ କିଣିବା ପାଇଁ। ଏବେ ଟିକେ ବାହାରକୁ ଯିବା, ବାହାର ପରିବେଶ କ'ଣ ରହିଛି। ଏବେ ଟାଇମ୍ ହେଇଗଲା 11ଟା ବାଜିବାକୁ 10 ମିନିଟ୍ ଅଛି। ଦେଖିବା କ'ଣ ପରିବେଶ ରହିଛି, ପରିସ୍ଥିତି କ'ଣ ରହିଛି। ଆମର କମ୍ପ୍ଲେକ୍ସରେ ଗୋଟେ ବ୍ୟାଙ୍କଟେ ଥିଲା, ସେ ବ୍ୟାଙ୍କଟା ଅବଶ୍ୟ ଖୋଲା ଥିଲା, ସେଥିପାଇଁ ସେମାନେ ଆସିଥିଲେ ତାଙ୍କୁ ବୁଝିବା ପାଇଁ, ଆଉ ବୁଝେଇକି ବନ୍ଦ କରିକି ହିଁ ଗଲେ। ସେଥିପାଇଁ କିଛି ଗୋଟେ ଏମିତି ପରିସ୍ଥିତି ଗୋଟେ ସୃଷ୍ଟି ହେଇଯାଇଥିଲା ଆମର କମ୍ପ୍ଲେକ୍ସ ଭିତରେ। ବହୁତ ମିଡ଼ିଆ ଭାଇମାନେ ଆସିଛନ୍ତି, ଆଉ ବହୁତ ସାରା ପୋଲିସ ମାନେ ବି ପ୍ରୋଟେକ୍ସନ୍ ଦେଉଛନ୍ତି। ଆମର ବର୍ତ୍ତମାନ ବନ୍ଦ ରହିଛି, ତାଲା ପକେଇ ଦେଇଛୁ ଆମେ। ଆକ୍ଚୁଆଲି ଉପରେ ବ୍ୟାଙ୍କଟା ଖୋଲା ଥିଲା, ସେଥିପାଇଁ ସେମାନେ ପଶି ଆସିଲେ ଆମର ବିଲ୍ଡିଂ ଭିତରକୁ। ଆଉ ତାଙ୍କ ଆସିବା ପୂର୍ବରୁ ମୁଁ ଅବଶ୍ୟ ଲକ୍ କରିଦେଇଥିଲି। ଆଉ ବ୍ୟାଙ୍କରେ ଟିକେ ହୋହାଲ୍ଲା କଲେ, ବ୍ୟାଙ୍କ ଷ୍ଟାଫ୍ ବି ବନ୍ଦ କରିକି ପଳେଇଲେ। OTV ରିପୋର୍ଟର ମାନେ ବାଇକ୍ ନେଉଛନ୍ତି।
କିଛି ସମୟ ପାଇଁ ମୁଁ ବନ୍ଦ କରିଥିଲି, ଏବେ ବି ବନ୍ଦ କରିକି ପଳେଇବି। ଆଉ ଆଜି କେହି ଆସିବେନି ଅବଶ୍ୟ, ଯେହେତୁ ଛକ ଜାଗାଟା ରହୁଛି ସେଥିପାଇଁ ଟିକେ ଗୁରୁତ୍ୱପୂର୍ଣ୍ଣ ଏରିଆ ଏଇଟା। ବ୍ୟାଙ୍କ ଆସିକି ପୁରା ଜବରଦସ୍ତି ବନ୍ଦ କରିଦେଲେ। ଉପରେ ଯେଉଁ ବ୍ୟାଙ୍କଟା ଆମର ଥିଲା ସେମାନେ ସବୁ ଅବଶ୍ୟ ପଳେଇଲେଣି ଏବେ। ବହୁତ ମିଡ଼ିଆ ବାଲା ବି ଆସିଥିଲେ, OTV ବାଲା ଆଉ ନ୍ୟୁଜ୍ 7 ବଡ଼ ବଡ଼ ମିଡ଼ିଆ ବାଲା ସବୁ ଆସିଥିଲେ। ଆମର ବାଇଟିଂ ସେ ସବୁ ରାଲି କରିକି ଏବେ ପଳେଇଲେଣି। ଅବଶ୍ୟ 11:40 ହେଲାଣି, ଯିବା ବନ୍ଦ କରି ଘରକୁ ପଳେଇବା। ଯେହେତୁ ଆଜି କିଛି କାମ ନାହିଁ ଆଉ ମୁଁ ଟିକେ ଫାଙ୍କା ରହିଲି, ଆଉ ପାଖ ଗ୍ୟାରେଜଟା ବି ଫାଙ୍କା ଥିଲା, ସେଥିପାଇଁ ମୁଁ ଟିକେ ଗାଡ଼ିଟାକୁ ସର୍ଭିସ୍ କରିଦେଲି, ୱାଟର ସର୍ଭିସ୍। ବହୁତ ଦିନ ହେଲା ଗାଡ଼ିଟାକୁ ମୁଁ ଧୋଇ ନଥିଲି, ବାଇକ୍ଟାକୁ। ତ ବହୁତ କିଛି ମଇଳା ଜମିକି ଥିଲା, ଭାରି ଅପରିଷ୍କାର ଦେଖାଯାଉଥିଲା। ତ ଧୁଆଧୁଇ ମୋର ବର୍ତ୍ତମାନ ଷ୍ଟାର୍ଟ ହେଲା। ଫାଇନାଲ୍ ୱାଶ୍ ପରେ ଗାଡ଼ିଟି ମୋର ପୁରା ଚିକ୍ କରୁଛି। ଲାଗୁନି କି 7.5 ବର୍ଷର ଗାଡ଼ି, ଇଏ ମାନେ 8 ବର୍ଷ ହେଇଯିବ ଏଇ ଜୁଲାଇ ମାସକୁ ଏ ବାଇକ୍, କିନ୍ତୁ ନୂଆ ଭଳିଆ ପୁରା ସାଇନିଂ କରୁଛି ଯେତେବେଳେ ଫାଇନାଲ୍ ୱାଶ୍ ହେଇଗଲା। ଦୋକାନ ବନ୍ଦ, ଯିବାର ନାହିଁ। ହଁ ପାଠ ପଢ଼ା ଚାଲିଛି। ହଉ, ଆଜି ଦିନଟା ଆଗ ବୁଲିବା ପାଖରେ, ଖାଇ ପିଇକି 4ଟା ବେଳକୁ ଯିବା ପାର୍କ। ହଁ, କ୍ରିକେଟ ଖେଳିବା। ଗୋଟେ ଛୋଟିଆ ବ୍ଲଗ୍ଟେ ଥିଲା, ବାହାରକୁ କୁଆଡ଼େ ଏବେ ଯାଇ ହେଉନି କାମ ବ୍ୟସ୍ତତା ଭିତରେ। ଆଉ ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ଦେଖା ହବ ଗୋଟେ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।